ଏବେଠୁ ମୁଁ ଏ ଘରର ବୋହୂ, ଆଉ ଏ ଘରର ସବୁ ଦାୟିତ୍ୱ ମୋର। ବୋଉ, ଚା ନିଅନ୍ତୁ। ତୁ ତ ଯୋଉ ଚା କରିଥିଲୁ ମତେ ଜଣା ଅଛି, ମୋର ଚା ପିଇବାର ନାହିଁ, ତୁ ତ ଚା ନେଇଯା। କି ବୋହୂ ମୁଁ ଆଣିଛି, ଏପର୍ଯ୍ୟନ୍ତ ଘର କାମ ବି ହେଇପାରୁନି। ବୋଉ ଭାଉଜ ଲିଚୁ। ବୋଉ, ତୋର ତ କାଣ୍ଡ ଜ୍ଞାନ ବୋଲି କିଛି ନାହିଁ, ମୁଁ ଦେଖୁଛି। ଆମେ କଥା ହଉଛୁ ତ ଦେଖା ହଉନି। ଏଠି ଠିଆ ହେଇ ରହିଲ କାହିଁକି? ଯାଅ ଏଠୁ। ଏପଟ ଆମେ କୋଉଠି ମର ଯାଇଛୁ? ଏପର୍ଯ୍ୟନ୍ତ ଖାଇବାକୁ ଟିକେ ମିଳିଲାନି। ବୋଉ, ମୁଁ ଆପଣଙ୍କୁ ସେତେବେଳେ ଖାଇବାକୁ ଡାକିବାକୁ ଯାଇଥିଲି, ହେଲେ ଆପଣ ତ ମତେ ଗାଳି ଦେଇ ବିଦା କରି। ହେ ବୋଉ ହନି, ମତେ ଖାଇବାକୁ ଦେ। ଏଇ ସେ ନନା ଝିଅର ଜନ୍ମଦିନ ଅଛି, ଆମେ ସେଇଠିକି ଯାଉଛୁ। ବୋଉ, ଆପଣ ଚାଲନ୍ତୁ, ମୁଁ ବର୍ଷାଙ୍କ ସହ ପଛରେ ଯିବି। ନା ନା, ସିଏ ମୋ ସାଙ୍ଗରେ ଯିବ, ତୋର ଯିବା କଣ ଦରକାର? ତୁ ଚୁପଚାପ ଘରେ ରହ। ହେଲେ ବୋଉ ତୁ ଚାଲ ନାହିଁ, ୟାଙ୍କ ସହିତ ଖାଲି ବକର ବକର ହଉଛୁ। ହଁ ଚାଲ ଚାଲ। ଚାଲ। ମୁଁ ବୁଝିପାରୁନି ବୋଉ ମୋ ସହ ଏମିତି ବ୍ୟବହାର କାହିଁ କରୁଛନ୍ତି। ମୁଁ ଯେତେବେଳେ ଚା ଦେବାକୁ ଗଲି ସକାଳେ, ସେତେବେଳେ ପିଇଲେନି, ପୁଣି ମତେ ବି ପାଟି କଲେ ଖାଇବାକୁ ଡାକିବାକୁ ଯେତେବେଳେ ଯାଇଥିଲି। ତାପରେ ପୁଣି ଏବେ ଜନ୍ମଦିନ ପାଟିକି ଯିବା ବେଳେ ପୁଣି ଏବେ ବି ପାଟି କଲେ। ମୁଁ ବୁଝିପାରୁନି ମୋ ସହ ଏମିତି କାହିଁ ହଉଛି ପ୍ରଭୁ, କାହିଁ ହଉଛି ମୋ ସହ ଏମିତି। ଦୟାକରି ଘରର ବୋହୂ ଉପରେ ଏମିତି ଅତ୍ୟାଚାର କରନ୍ତୁ ନାହିଁ, କାରଣ ଘରର ବୋହୂ ଲକ୍ଷ୍ମୀଙ୍କ ସ୍ୱରୂପ। ଭିଡିଓ ଯଦି ଭଲ ଲାଗିଥାଏ ଲାଇକ୍, କମେଣ୍ଟ, ସେୟାର କରିଦେବେ ଆଉ ସବସ୍କ୍ରାଇବ କରିଦେବେ। ଜମା ଭୁଲିବେନି। ଆମେ ପୁଣି ଦେଖା ଗୋଟେ ନୂଆ ଭିଡିଓରେ। ସେ ପର୍ଯ୍ୟନ୍ତ ରହିଲୁ। ଜୟ ଜଗନ୍ନାଥ।